ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ଭୟ କର ନାହିଁ ସନ୍ତାନ। ତମେ କେବଳ ମୋ ଉପରେ ବିଶ୍ୱାସ ରଖ। ତମ ଜୀବନରେ ଯାହା ଘଟୁଛି ତାହା ମୋର ଗୋଟେ ବଡ଼ ଯୋଜନା ଅଛି। ସେହା ବିଶ୍ୱାସ କରି ମୋ ଉପରେ ଭରସା ରଖ। ଆଉ ଆଜି ଯେଉଁ ଦୁଃଖ ତମକୁ କନ୍ଦାଉଛି, କାଲି ଏହି ଦୁଃଖ ତମ ଜୀବନରେ ଗୋଟେ ବଡ଼ ଶିକ୍ଷା ଦେବ। ତେଣୁକରି ଧୈର୍ଯ୍ୟ ହେଉଛି ସବୁଠାରୁ ବଡ଼ ସମ୍ପଦ। ଧୈର୍ଯ୍ୟ ଧର, ନିଜକୁ ସମ୍ଭାଳି ନିଜ ଜୀବନ ପଥରେ ଆଗେଇ ଚାଲ। ତମେ ଯଦି ମୋତେ ତମର ଶ୍ରେଷ୍ଠ ବୋଲି ମାନିଛ, ମୋ ଉପରେ ବିଶ୍ୱାସ ରଖିଛ, ସବୁ ପରିସ୍ଥିତିରୁ ମୁଁ ତୁମକୁ ଉଦ୍ଧାର ନିଶ୍ଚୟ କରିବି। ଆଉ ଯାହା ବି ତମ ଜୀବନରେ ଘଟୁଛି ତାହା ତମ ପାଇଁ ହବା ଜରୁରୀ ଥିଲା। ଏହା ମନେକର ଯେ ମୋ ସାଇ ମୋତେ ଯେଉଁ ଦୁଃଖଟି ଦେଇଛନ୍ତି, ଏହା ମୋ ପାଇଁ ଆଗକୁ ଯାଇ ବଡ଼ ଶିକ୍ଷା ହୋଇ ରହିବ। ତମ ଜୀବନରେ କିଛି ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ସନ୍ତାନ। ଯଦି ତମର ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି, ତମେ କୌଣସି ପରିସ୍ଥିତିରେ ବି ନିଜକୁ ଭାଙ୍ଗି ପାରିବ ନାହିଁ। ଭଗବାନଙ୍କ ନାମ ଯଦି ତମ ହୃଦୟରେ ସବୁବେଳେ ରହିଛି, ତମେ ସବୁବେଳେ ନିଜକୁ କଠୋର ହୋଇ ନିଜ ସବୁ ପରିସ୍ଥିତିକୁ ସାମ୍ନା କରିବ। ଯେଉଁ ଭକ୍ତ, ଯେଉଁ ସନ୍ତାନ ତା ଜୀବନର ଦୁଃଖରେ ସେ ହାରି ନ ଯାଇ ନିଜ ପରିସ୍ଥିତିକୁ ସହ ନିଜକୁ ପରିବର୍ତ୍ତନ କରି ନିଜ କର୍ତ୍ତବ୍ୟ ପଥରେ ଆଗାଏ, ସେ ମୋର ସବୁଠୁ ବଡ଼ ପ୍ରିୟ ଭକ୍ତ ହୋଇଥାଏ। ମୁଁ କେବଳ ସେହି ଭକ୍ତମାନଙ୍କୁ ପରୀକ୍ଷା କରେ ଯିଏ ମୋର ପ୍ରିୟ ହୋଇଥାଏ। ସନ୍ତାନ, ତମ ଜୀବନରେ ଯେତେ ଦୁଃଖ ଆସୁଛି, ସିଏ ଆଗାମୀ ଦିନରେ ତମ ପାଇଁ ସେତିକି ଖୁସି ନେଇ ଆସିବ। ଏହା ଚିନ୍ତା କର। ମଣିଷର ଜୀବନରେ ପରିବର୍ତ୍ତନ ସୁନିଶ୍ଚିତ। ଏ ଦୁନିଆରେ ବଞ୍ଚିବାକୁ ହେଲେ ଦୁଃଖ ସୁଖ ଦୁଇଟି ତମକୁ ଭୋଗ କରିବାକୁ ପଡ଼ିବ। ଦୁଃଖରେ କେବେ ଧୈର୍ଯ୍ୟ ହେବ ନାହିଁ, ସୁଖରେ ଅତ୍ୟଧିକ ମୋହରେ ପଡ଼ି ଖୁସି ହେବ ନାହିଁ। କାରଣ ଦୁନିଆରେ ସବୁ ଜିନିଷ ପରିବର୍ତ୍ତନ ହିଁ ହୋଇଥାଏ। ସନ୍ତାନ, ନିଜକୁ ସମ୍ଭାଳ, ନିଜ ପରିବାର କଥା ଚିନ୍ତା କର। ନିଜର କର୍ତ୍ତବ୍ୟ, ତମେ ଯେଉଁଥିପାଇଁ ଏ ସଂସାରକୁ ଆସିଛ, ନିଜ କର୍ତ୍ତବ୍ୟକୁ ପୂରଣ କର। ମୋର ଆଶୀର୍ବାଦ ସବୁବେଳେ ତମ ସହିତ ରହିଛି। ଆଉ ଯେଉଁ ସନ୍ତାନ ମୋ ଉପରେ ବିଶ୍ୱାସ ରଖି ନିଜର ଧୈର୍ଯ୍ୟ ଶକ୍ତି ବଢ଼ାଇଥାଏ, ସବୁବେଳେ ମୋର ନାମ ଉଚ୍ଚାରଣ କରୁଥାଏ, ମୁଁ ସେହି ଭକ୍ତର ହାତ କେବେ ଛାଡ଼ି ନଥାଏ। ତା ହାତ ସବୁବେଳେ ତା ମୁଣ୍ଡ ଉପରେ ରହିଥାଏ। ଯିଏ ସତ୍ ମାର୍ଗରେ ରହେ, ସତ୍ କଥା କହେ, ସତ୍ କାର୍ଯ୍ୟ କରେ, ତା ସହିତ ମୁଁ ସବୁବେଳେ ରହିଥାଏ। ସନ୍ତାନ, ନିଜକୁ କେବେ ହେଲେ ଅନ୍ୟ ସହିତ ତୁଳନା କର ନାହିଁ। ଭଗବାନ କିଛି ଲୋକମାନଙ୍କର କର୍ମ ଅନୁଯାୟୀ ସମସ୍ତଙ୍କର ପରିସ୍ଥିତି ଅଲଗା ହୋଇଥାଏ। ତେଣୁ ନିଜକୁ ଅନ୍ୟ ସହିତ ତୁଳନା କଲେ ତମେ ନିଜେ ହିଁ କଷ୍ଟ ପାଇବ। ତେଣୁ ଭଗବାନ ତମକୁ ଯାହା ବି ଦେଇଛନ୍ତି, ସେହା ତମ ଭଲ ପାଇଁ ହିଁ ଦେଇଛନ୍ତି। ସେହି କଥାକୁ ନିଜ ହୃଦୟରେ ସ୍ମରଣ କରି ତମେ ଆଗାମୀ ପଥ ଖୁସିରେ ବଞ୍ଚ। ଖୁସି ହିଁ ସବୁଠୁ ବଡ଼ ଜିନିଷ। ତମ ଜୀବନରେ ଯଦି ଦୁଃଖ ଅଛି, ତମେ ମନରେ ସେ ଖୁସି ଟିକକ ରଖ, ଯିଏକି ତମକୁ ସାହସ ଦେବ। ଆଉ ଭଗବାନଙ୍କ ନାମ, ଏହି ଦୁଇଟି ଜିନିଷ ନିଜ ଜୀବନରେ ଧାରଣ କର। ତମକୁ ଦୁଃଖ କେବେ ବି ସ୍ପର୍ଶ କରିପାରିବ ନାହିଁ। ଦୁଃଖ କାହା ଜୀବନରେ ନାହିଁ, ସମସ୍ତଙ୍କ ଜୀବନରେ ଦୁଃଖ ଅଛି। କାହାର ଅଧିକ ପରିମାଣରେ ତ କାହାର କମ୍ ପରିମାଣରେ। ତମେ ସବୁବେଳେ ନିଜକୁ ମହାନ ବୋଲି ମନେ କର, ନିଜକୁ ଭଗବାନଙ୍କ ଅଂଶ ବୋଲି ମନେ କର। ଦେଖିବ ତମକୁ କେବେ ବି କଷ୍ଟ ହେବ ନାହିଁ ସନ୍ତାନ।